ଦିନେ ଏକ ଶବର ଶିକାର କରିବାକୁ ଯାଇଥିଲା। ଜୀବଜନ୍ତୁ ନ ପାଇ ବୁଲି ବୁଲି ସେହିଠାରେ ପହଞ୍ଚିଲା। ବରସିଂହରେ ଚଢ଼ି ଉପରକୁ ଯାଇ ଦେଖିଲା ଯେ ଶୁଆଯାକ ଚରି ବୁଲି ଯାଇଅଛନ୍ତି। ବସାରେ ଡିମ୍ବ ଛୁଆଯାକ ଥିଲେ। ସେ ଶୁଆଯାକ ସବୁ ବାନ୍ଧିଲା। ତାପରେ ବସା ଯାକରେ କାଣ୍ଡିଆ ଖଞ୍ଜି ଦେଇ ଚାଲିଗଲା। ଶୁଆଯାକ ସଞ୍ଜ ବେଳକୁ ଚରି ବୁଲି ଆସି ବସାରେ ପଶିଗଲା ବେଳକୁ କାଣ୍ଡିଆ ଅଠାରେ ବାନ୍ଧି ହୋଇଗଲେ। ଗଣତିରେ 960 ଶୁଆ ଥିଲେ। ସମୁଦାୟ ବନ୍ଧନରେ ପଡ଼ି ବିଚାର କଲେ, ଆମ୍ଭେମାନେ ରଜାଙ୍କ କଥା ନ ମାନି କୁଆକୁ ଏଠାରେ ସ୍ଥାନ ଦେବାରୁ ଡିମ୍ବ ଛୁଆ ସବୁ ମଲେ। ଆମ୍ଭେମାନେ ରାତି ପାହିଲେ ମରିବା। ବଡ଼ ଲୋକମାନର କଥା ଯେ ନ ଶୁଣେ ସେ ଏହିପରି ଆପଦ ପାଏ। ଏହା ଶୁଣି ରଜାଶୁଆ କହିଲା, ଏତେବେଳେ ଭୟ କରି ଭାଳିବାର ସମୟ ନୁହେଁ। ଯଥା ତାବତ୍ ଭୟେନ ଭେତବ୍ୟମ୍ ଯାବ ଭୟମନାଗତଃ ଆଗତମ୍ ତୁ ଭୟମ୍ ଦୃଷ୍ଟ୍ୱା ଯତ୍ନ କୁର୍ଯ୍ୟା ଦଶଙ୍କିତଃ। ଯେତେବେଳେ ପର୍ଯ୍ୟନ୍ତ ଭୟ ନିକଟକୁ ଆସିନଥାଏ ସେତେବେଳେ ଯାଏ ଭୀତ ହେଉଥିବ। ନିକଟରେ ଭୟ ଆଗତ ହେବାର ଦେଖିଲେ ଶଙ୍କା ଛାଡ଼ି କାର୍ଯ୍ୟ କରିବ। ଏବେ ଆମ୍ଭେମାନେ ଏ ବିପଦରୁ ଯେପରି ରକ୍ଷା ପାଇବା ସେ କଥା ବିଚାର କର। ଏହା ଶୁଣି ଶୁଆମାନେ କହିଲେ, ଏଣିକି ତୁମ୍ଭେ ଯାହା କହିବ ତାହା କରିବୁ। ରଜାଶୁଆ କହିଲା, ତେବେ ସମସ୍ତେ ରୁମ ଫୁଲାଇ ଆଖି ଲେଉଟାଇ ମଲା ପରି ପଡ଼ିଥାଅ। ଶବର ଦେଖିଲା ବେଳକୁ ଆମ୍ଭେ ମଲା ପରି ପଡ଼ିଥିଲେ ସେ ଗୋଟି ଗୋଟି କରି କାଣ୍ଡିଆ ବାହାର କରି ତଳକୁ ଫିଙ୍ଗିଦେବ। ଆଗ ଯାହାକୁ ଫିଙ୍ଗିଥିବ ସେ ଗଣୁଥିବ। 960 ହୋଇଗଲେ କେଁ କରି ଡାକିଦେଲେ ସମସ୍ତେ ଏକାବେଳକେ ଉଠି ପଳାଇବେ। ଏପରି ବିଚାର କରି ଶୁଆମାନେ ରାତିଯାକ ମଲା ପରି ପଡ଼ିଅଛନ୍ତି। ଏଣେ ଶବର ରାତି 2 ଘଡ଼ି ଥାଉ ଥାଉ ତାର ଭାର୍ଯ୍ୟାକୁ କହିଲା, ଆଜି ଯେ ଶୁଆ ଆଣିବି ସାଇ ପଡ଼ିଶା ଦେ ଦଉଣୀ ପ୍ରିୟା ପିତି ଝିଅ ଝିଆଣିଆ ବନ୍ଧୁ ବାନ୍ଧବ ଏମାନଙ୍କୁ ଦେଇ ଆପେ ଖାଇଲେ ବାଦେ ଆହୁରି ବୋଝ ବଳିବ। ଏହା କହି ଆନନ୍ଦରେ ତରତର ହୋଇଗଲା। ଯାଇ ଦେଖିଲା ବେଳକୁ କାଣ୍ଡିଆରେ ପଡ଼ି ଶୁଆଯାକ ମରିଯାଇଅଛନ୍ତି। ବିଚାର କଲା, କାଣ୍ଡିଆ ଛଡ଼ାଇ ତଳକୁ ଫିଙ୍ଗି ଦେଇ ପଛେ ଓହ୍ଲାଇଲେ ସବୁ ଖୋଜି ନେବି। ଏହା ଭାବି କାଣ୍ଡିଆଟି ଛଡ଼ାଇ ନଳରେ ରଖି ଶୁଆଟି ତଳକୁ ପକାଇ ଦିଏ। କ୍ରମେ ଫିଙ୍ଗୁ ଫିଙ୍ଗୁ 959 ହୋଇଅଛି। ଏ ସମୟରେ ଭାରି ହୋଇଯିବାରୁ କାଣ୍ଡିଆ ନଳଟି ଖସି ପଡ଼ିଲା। ଗଣୁଥିବା ଶୁଆ 960 ହୋଇଯିବାରୁ କେଁ କରି ଡାକି ଅନ୍ତେ ସବୁଯାକ ଉଡ଼ି ପଳାଇଲେ। କେବଳ ରଜାଶୁଆଟି ଶବରର ହାତରେ ଅଛି। ଏହା ଦେଖି ଶବର ବ୍ୟାକୁଳ ମନରେ ବିଚାର କଲା, ମୋର ମନ୍ଦ କର୍ମକୁ ପକ୍ଷୀ ଜୀବ ହୋଇ ମନୁଷ୍ୟ ପରି ଆଚରଣ କଲେ। ଏବେ ଏ ଶୁଆଟିକୁ ନେଇ ଜି ଥିବା ଅବସ୍ଥାରେ ନିଆଁରେ ପକାଇ ପୋଡ଼ି ଖାଇବି। ତହୁଁ ଶୁଆଟି ଧରି ବିରସ ମନରେ ମନ୍ଦ ମନ୍ଦ ହୋଇ ଫେରିଗଲା। ଘରକୁ ଯିବାରୁ ତାର ଭାର୍ଯ୍ୟା ପଚାରିଲା, ଶୁଆଯାକ କାହାକୁ ଦେଲ କି? ଶବର କହିଲା, ସେ କଥା କିଛି କହନା। ମୁଁ ଗାଧେଇ ଆସିଲେ ଏ ଶୁଆଟିକୁ ପୋଡ଼ି ଖାଇବି। ଏପରି କହି ଶବର ଗାଧୋଇ ଯିବାରୁ ଶବରୁଣୀଙ୍କୁ ଶୁଆ କହିଲା, ମୋତେ ମାରି ଖାଇଦେଲେ କ'ଣ ପାଇବ? ପେଟ ତ ପୁରିବ ନାହିଁ। ବଜାରକୁ ନେଇ ଯେବେ ବିକ୍ରି କରିବ 3000 ଟଙ୍କା ପାଇବ। ଏହା ଶୁଣି ଶବରୁଣୀ ବିଚାର କଲା, ଏ କାହାରି ପୋଷା ଶୁଆଟିଏ, ନୋହିଲେ ଏପରି କଥା କହନ୍ତା କି? ଏହା ଭାବି ଦୁଧ ଭାତ ଖୁଆଇ ଲୁଚାଇ ରଖିଦେଲା। ଏଣେ ଶବର ଗାଧୋଇ ଆସି ଶୁଆ ଖୋଜିବାରୁ ଶବରୁଣୀ କହିଲା, ସେଇଟା ପୋଷା ଶୁଆ, ତାକୁ ବଜାରରେ ବିକ୍ରି କରିବା। ତହୁଁ ଶବର ଖିଆପିଆ ସାରି ସନ୍ତୋଷ ହୋଇ ଶୁଆକୁ ଧରି ବିକ୍ରି କରିବାକୁ ବାହାରିଲା। ଯାଉ ଯାଉ ବାଟରେ ଶୁଆ କହିଲା, ମୋତେ ନେଇ ଅବନ୍ତୀ ନଗରକୁ ଚାଲ। ସେଠାରେ କେହି ଗ୍ରାହକ ଶୁଆର ଭାଉ ପଚାରିଲେ କହିବୁ ଶୁଆର ମୂଲ୍ୟ ଶୁଆ କହିବ। ଏହା ଶୁଣି ଶବର କ୍ରମେ ଯାଇ ଅବନ୍ତୀ ନଗରରେ ପହଞ୍ଚିଲା। ସେଠାରେ ବଡ଼ ବଡ଼ ମହାଜନମାନେ ଆଉ ଭଦ୍ରଲୋକମାନେ ଶୁଆର ମୂଲ୍ୟ ପଚାରିଲେ। ଶବର କହିଲା, ଶୁଆର ମୂଲ୍ୟ ଶୁଆ କହିବ। ଶୁଆକୁ ପଚାରିବାରୁ ସେ କହିଲା, ମୋର ମୂଲ୍ୟ 3000 ଟଙ୍କା। ଏହା ଶୁଣି ସମସ୍ତେ ଉପହାସ କଲେ। ଏକ ବଡ଼ ମହାଜନ ପଚାରିଲା, 3000 ଟଙ୍କା ଦେଇ ତୋତେ ନେଲେ ତୁ କି ଉପକାର କରିବୁ? ଶୁଆ କହିଲା, ତୁମ୍ଭେ ମହାଜନ, ତୁମ୍ଭକୁ ଲାଭ ଲୋଡ଼ା। 3000 ଟଙ୍କା ଦେଇ ନେଲେ 6 ମାସ ପରେ ଆଉ 3000 ଟଙ୍କା ଲାଭ ପାଇବ। ଏହା ଶୁଣି ମହାଜନ 3000 ଟଙ୍କା ଦେଇ ଶୁଆଟି ରଖିଲେ। ଶବର ଟଙ୍କା ପାଇ ଖୁସିରେ ଘରକୁ ଚାଲିଗଲା। ଏମନ୍ତ ସମୟରେ ସେହି ଅବନ୍ତୀ ଦେଶରେ 4 ଜଣ ବ୍ରାହ୍ମଣ, ସେ ଚାରିହେଁ 4 ମିତ୍ର, ଗୋଟିଏ ଦେଶକୁ ଯାଗ କରିବାକୁ ଯାଇଥିଲେ। ଯାଗ କରି ସେ ରାଜାଙ୍କ ଠାରୁ ଅନେକ ଧନ ପାଇଲେ, ଆଉ 2 ବିଶା ସୁନାର ଇଟା ଗୋଟିଏ ପୁରସ୍କାର ପାଇଲେ। ସେଠାରୁ ପୁଣି ଗ୍ରାମକୁ ଫେରି ଆସିଲା ବେଳେ ନଦୀ ଶ୍ମଶାନ ତୋଟା ଏପରି ଅପନ୍ତରେ ବସି ରହନ୍ତି। ରାତି ହେଲେ ଜଣେକ ପହରେ ହିସାବରେ 4 ଜଣ ଯାକ 4 ପହର ଜଗୁଥାନ୍ତି। ଯାଉ ଯାଉ ଗ୍ରାମ ଆଉ ଦିନକର ବାଟ ଅଛି। ସେଦିନ ରାତ୍ରିରେ ଗୋଟିଏ ନଦୀ ତଟେ ତୋଟାରେ ବସି ରହିଲେ। ରାତି 3ୟ ପହରରେ ଯାହାର ପହରା ପାଳି ପଡ଼ିଲା, ସେହି ବ୍ରାହ୍ମଣ ଇଟା ସୁନାଟି ନେଇ ଏକ ଜାଗାରେ ପୋତି ଦେଇ
ସେଠାରୁ ଆସି ଏମାନଙ୍କ ସଙ୍ଗରେ ମିଛରେ ଶୋଇପଡ଼ିଲା। ଏହାପରେ ଚତୁର୍ଥ ପହରାବାଲା ଉଠିଲା ବେଳକୁ ତୃତୀୟ ପହରାବାଲା ନିଦରେ ଶୋଇଅଛି। ତାହା ଦେଖି ସମସ୍ତଙ୍କୁ ଉଠାଇ ଦେଖିଲା ବେଳକୁ ଇଟା ସୁନାଟି ନାହିଁ। ତୃତୀୟ ପହରାବାଲାକୁ କହିଲେ, ତୁ କେବଳ ନେଇଅଛୁ। ସେ କହିଲା, ମୋର ଦେହ ବେରାମ ଥିଲା, ସେ ଯୋଗୁଁ ଆଖି ପଡ଼ିଗଲା। ସେ ଭିତରେ ତୁମ୍ଭେମାନେ କିଏ ନେଇଅଛ? ଚଞ୍ଚଳ ଦିଅ, ନୋହିଲେ ତାର ପ୍ରତିଫଳ ପାଇବ। ଏପରି ପରସ୍ପର ବୋଲାବୋଲି ହେଉ ହେଉ ଛତାରୁ ବେଣ୍ଟ ବାହାର କରି ପିଟାପିଟି ହେଲେ। ସେଥିରେ ମଧ୍ୟ କେହି ନେବାର ନିଶ୍ଚୟ କରିପାରିଲେ ନାହିଁ। ତହୁଁ ନ୍ୟାୟ କରିବାକୁ ରାଜଦ୍ୱାରକୁ ଗଲେ। ରାଜାଙ୍କୁ ସେସବୁ ହାଲ କହି ପୁଣି କହିଲେ, ଏପରି ନ୍ୟାୟ ହେବ ଯେ ଆମ୍ଭର ମିତ୍ତମାଣିକ 2 କଥା ରହିବ। ରାଜା କହିଲେ, ମିତ୍ତମାଣିକ୍ୟ କ'ଣ? ବ୍ରାହ୍ମଣମାନେ କହିଲେ, ଆମ୍ଭେମାନେ 4 ମିତ୍ତ, କାହାଠାରେ କାହାର ମନ ଖରାପ ହେବ ନାହିଁ। ଇଟା ସୁନାଟି କିନ୍ତୁ ପାଇବୁ। ଅବନ୍ତୀ ଦେଶରେ ତ ଭଣ୍ଡାରୀ ରଜା ହୋଇଥିଲା। ଏପରି ନ୍ୟାୟ ଶୁଣି ନିଶାବ କ'ଣ କରିବ? ଚୁପ୍ ହୋଇ ବକପରି ଚାହିଁଲା। ଏହା ଦେଖି ବ୍ରାହ୍ମଣମାନେ ସେଠାରୁ ଫେରିଯାଇ ଦାଣ୍ଡଯାକ ରଜାକୁ ନିନ୍ଦା କରି ଯାଉଅଛନ୍ତି। ଏ ସମୟରେ ମହାଜନ ଦ୍ୱାରେ ରଜାସୁଆ ଥାଇ ସେ ନିନ୍ଦା ଶୁଣି ବ୍ରାହ୍ମଣମାନଙ୍କୁ ଡାକି କହିଲା, ତୁମ୍ଭେମାନେ କାହିଁକି ରଜାଙ୍କୁ ନିନ୍ଦା କରୁଅଛ? ବ୍ରାହ୍ମଣମାନେ କହିଲେ, ସେଇଟା ରଜା ନୁହେଁ, ସେ ଗୋଟିଏ ଗଧ। ଆମ୍ଭେ ନ୍ୟାୟ ପଚାରିବାରୁ ବକପରି ଚାହୁଁଅଛୁ। ଏହା ଶୁଣି ଶୁଆ ଅଳ୍ପ ହସି କହିଲା, ମୁଁ ସେ ନ୍ୟାୟ ବୁଝିଦେବି। ତାପରେ ମହାଜନକୁ କହି ଭଦ୍ର ଲୋକଙ୍କୁ ଡକାଇ ସଭା କରାଇଲା। ସଭା ଜମିବାରୁ ଶୁଆ କହିଲା, ସମସ୍ତ ସଭ୍ୟମାନେ ଶୁଣ, ଏ ବ୍ରାହ୍ମଣ ଗୋସାଇଁମାନଙ୍କର ଇଟା ସୁନାଟିଏ ହଜିଯାଇଅଛି। ଆମ୍ଭେ ଏପରି ନ୍ୟାୟ କରିବା ଯେ ମିତ୍ତମାଣିକ 2 କଥା ରହିବ। ଏଥି ସକାଶେ ମୁଁ ଗୋଟିଏ ପୂର୍ବ ଇତିହାସ କହିବି, ସମସ୍ତେ ଏକମୁଖରେ ଶୁଣ। ପୂର୍ବ କାଳରେ ଏକ ଦେଶରେ ମଦନ ମେଖଳା ନାମରେ ଗୋଟିଏ ବାଳିକା ସ୍କୁଲରେ ପାଠ ପଢୁଥିଲା। ପଢ଼ା ସାରିଯିବା ସମୟରେ ଗୁରୁଙ୍କୁ କହିଲା, ଆପଣଙ୍କର ଯାହା ଇଚ୍ଛା ହେଉଅଛି ମାଗନ୍ତୁ, ମୁଁ ଦେବି। ଗୁରୁ କହିଲେ, ତୁ ଯା, ଆମ୍ଭର କିଛି ଲୋଡ଼ା ନାହିଁ। ଏହା ଶୁଣି ମଦନ ମେଖଳା ପୁନଃ ପୁନଃ ସେଇ କଥା କହିବାରୁ ଗୁରୁ କ୍ରୋଧ ହୋଇ କହିଲେ, ଆମ୍ଭେ ନାହିଁ କଲେ ଯଦି ବାରମ୍ବାର ବଳାଉଅଛୁ, ତେବେ ସତ୍ୟ କର, ଆମ୍ଭେ ଯାହା ମାଗିବୁ ତାହା ଦେବୁ। ମଦନ ମେଖଳା ସୂର୍ଯ୍ୟଙ୍କୁ ଚାହିଁ ସତ୍ୟ କରିବାରୁ ଗୁରୁ କହିଲେ, ଯେଉଁ ଦିନ ତୁ ପୁହାଣି ହୋଇ ଯିବୁ, ସେଦିନ ରାତ୍ରିରେ ଆଗେ ଆମ୍ଭକୁ ଦେହ ସମର୍ପଣ କରି ପଛେ ତୋର ଗୃହସ୍ଥକୁ ଛୁଇଁବୁ। ଏହା ଶୁଣି ମଦନ ମେଖଳା ସେପରି କରିବି କହି ଆନନ୍ଦରେ ଘରକୁ ଚାଲିଗଲା। କେତେ ଦିନ ପରେ ମଦନ ମେଖଳା ପୁହାଣି ହୋଇଗଲା। ସେଦିନ ଭୋଜି ଭାତ ହୋମ ଦାନ ଖିଆ ପିଆ ସାରି ରାତ୍ର ପ୍ରହରକଠାରେ ମଧୁଶଯ୍ୟା ଘରେ ନିଜ ପତି ପାଖରେ ପ୍ରବେଶ ହୋଇ ପ୍ରଣାମ କରି କହିଲା, ଯଥା ଗୁରୁରଗ୍ନି ଦ୍ୱିଜାତୀନାଂ ବର୍ଣ୍ଣାନାଂ ବ୍ରାହ୍ମଣ ଗୁରୁଃ ପତିରେକ ଗୁରୁ ସ୍ତ୍ରୀଣାଂ ସର୍ବସ୍ୟା ଭାଗତ ଗୁରୁଃ। ଅଗ୍ନି ବ୍ରାହ୍ମଣମାନଙ୍କ ଗୁରୁ, ବ୍ରାହ୍ମଣ ସବୁ ବର୍ଣ୍ଣମାନଙ୍କର ଗୁରୁ, ପତି ସ୍ତ୍ରୀମାନଙ୍କର ଗୁରୁ, ଅଭ୍ୟାଗତ ଏ ସମସ୍ତଙ୍କର ଗୁରୁ। ଏ ହେତୁରୁ ତୁମ୍ଭେ ମୋର ଗୁରୁ, ଦେବତା ଏବଂ ସର୍ବସ୍ୱ। ଏବେ ମୁଁ ତୁମ୍ଭର ଅଧୀନା। ତୁମ୍ଭ ଅନୁମତି ନଥିଲେ ମୋ ଇଚ୍ଛାରେ ମୁଁ କିଛି କରିପାରିବି ନାହିଁ। ସେଥିପାଇଁ ଜଣାଉଛି, ତୁମ୍ଭେ ଆଜ୍ଞା ଦେଲେ ମୁଁ ଗୋଟିଏ ସତ୍ୟ କରିଅଛି, ତାହା ପାଳନ କରି ଆସିବି। ଏହା ଶୁଣି ତାର ପତି କହିଲେ, କ'ଣ ସତ୍ୟ କରିଅଛୁ? ସେ ଗୁରୁଙ୍କ ଆଗରେ ଯେପରି ସତ୍ୟ କରିଥିଲା ସବୁ କଥା କହିଲା। ସେ କଥା ଶୁଣି ତାର ପତି ବିଚାର କଲେ, ଏ କିଛି ଛନ୍ଦ କପଟ କହୁନାହିଁ, ନିଶ୍ଚୟ ଗୁରୁଙ୍କ ଆଗରେ ସତ୍ୟ କରିଅଛି। ଯଦି ଅସତ୍ୟ ହେବ ତାହେଲେ ବଂଶ ଲୋପ ହେବ। ଧର୍ମଶାସ୍ତ୍ରରେ ଯାହା କହିଅଛନ୍ତି, ସତ୍ୟନ ଶପଥଂ କୁର୍ଯାତ୍ ଦେବାଗ୍ନି ଗୁରୁ ସନ୍ନିଧୌ ତାବଜ୍ଜ୍ୱଳତି ମେ ଗାତ୍ରମ୍ ଯାବଦ୍ ବଂଶୋ ନ ଲୁପ୍ୟତେ। ଦେବତା ଅଗ୍ନି ଏବଂ ଗୁରୁଙ୍କ ସନ୍ନିଧିରେ ସତ୍ୟ କରି ପାଳନ ନ କଲେ ବଂଶ ଲୋପ ହେବା ଯାଇ ଈଶ୍ୱରଙ୍କ ଦେହ ଜଳୁଥାଏ। ଏ ହେତୁରୁ ସତ୍ୟ ପାଳିବାକୁ ଯାଉ, ଦେଖିବା ସତ୍ୟର କେତେ ଦୂର ବଳ ଅଛି। ଏହିପରି ଭାବି କହିଲେ, ଶୀଘ୍ର ଯାଅ, ଗୁରୁଙ୍କଠାରେ ସତ୍ୟ ପାଳନ କରି ଚଞ୍ଚଳ ଆସ। ମଦନ ମେଖଳା ପତି ଆଜ୍ଞା ପାଇ ସେହି ସଜରେ ଗୁରୁଙ୍କ ନିକଟକୁ ବାହାରିଲା। ସେଠାରୁ ଗୁରୁଙ୍କ ଘର 1.5 କ୍ରୋଶ ଦୂର। ବାଟଯାକ ଜଙ୍ଗଲ, ସ୍ୱଭାବରେ ରାତ୍ରିକାଳ, ପୁଣି ଅନ୍ଧାର ଘୋଟିଅଛି। ଯାଉ ଯାଉ ବାଟରେ ଭୟଙ୍କର ବ୍ୟାଘ୍ର ମୁଖରେ ପଡ଼ିଲା। ବ୍ୟାଘ୍ର ତାହାକୁ ଖାଇବାକୁ ଉଦ୍ୟତ ହେବାରୁ ସେ ହାତ ଯୋଡ଼ି ବ୍ୟାଘ୍ରକୁ କହିଲା, ମୃଗରାଜ, ତୁମ୍ଭେ ମୋତେ ଏହି କ୍ଷଣି ଖାଅ ନାହିଁ। ମୁଁ ସତ୍ୟ ପାଳିବା ପାଇଁ ଗୁରୁଙ୍କ ଠାକୁ ଯାଉଅଛି। ସେଠାରୁ ଏହି ବାଟେ ଆସିବି, ମୋତେ ଖାଇବ। ବ୍ୟାଘ୍ର ଏହା ଶୁଣି ସତ୍ୟ ବୁଝିବା ପାଇଁ ତାକୁ ଛାଡ଼ିଦେଲା। ପୁଣି ଯାଉ ଯାଉ ଏକ ଚୋର ଆଗରେ ଭେଟ ପଡ଼ିଲା। ଚୋର ସବୁ ଅଳଙ୍କାର ଦେହରୁ ନେଇଯିବାକୁ ଉଦ୍ୟମ କରିବାରୁ ତାକୁ କହିଲା, ମୁଁ ସତ୍ୟ ପାଳିବାକୁ ଯାଉଅଛି, ତୁମ୍ଭେ ଏହିଠାରେ ଥାଅ,
ମୁଁ ଏହି କ୍ଷଣି ଫେରି ଆସିବି। ଆସିଲେ ମୋ ଅଳଙ୍କାର ଯାକ ନେବ। ଏହା ଶୁଣି ଚୋର ମଧ୍ୟ ଛାଡ଼ିଦେଲା। ସେଠାରୁ ଯାଉ ଯାଉ ଏକ ଜାର ପୁରୁଷ ଏହାର ରୂପ ଲାବଣ୍ୟ ଦେଖି ଅତ୍ୟାଚାର କରିବାକୁ ଉଦ୍ୟମ କରନ୍ତେ ତାକୁ ମଧ୍ୟ କହିଲା, ମୁଁ ସତ୍ୟପାଳି ଯାଉଅଛି। ବାହୁଡ଼ି ଆସିଲେ ତୁମ୍ଭେ ମୋତେ ସମ୍ଭୋଗ କରିବ। ସେ ମଧ୍ୟ ଛାଡ଼ିଦେଲା। ତହୁଁ ମଦନ ମେଖଳା ଗୁରୁଙ୍କ ଦୁଆରକୁ ଯାଇ ଡାକିଲା। ସେ ସମୟକୁ ଗୁରୁ ନିଦ୍ରାସକ୍ତରେ ଶୋଇଥିଲେ। 4-5 ଡାକ ପରେ ନିଦ ଭାଙ୍ଗି ଉଠିଲେ। ତାଙ୍କର ଅବା ଏ କଥା କାହିଁକି ମନରେ ଥିବ? କେହି ଜଣେ ଡାକୁଅଛି ଭାବି ଦୁଆର ଫିଟାଇଲେ। ମଦନ ମେଖଳା ଗୁରୁଙ୍କୁ ଦଣ୍ଡ ପ୍ରଣାମ କରି ହାତ ଯୋଡ଼ି ଠିଆ ହୋଇ ଅଛନ୍ତି। ଗୁରୁ ତାକୁ ନ ଚିହ୍ନି କହିଲେ, ତୁମ୍ଭେ କିଏ? କାହାର ସ୍ତ୍ରୀ? କାହିଁକି ଅର୍ଦ୍ଧରାତ୍ରରେ ଏଠାକୁ ଆସିଅଛ? ସେ କହିଲା, ମୁଁ ଆପଣଙ୍କ ଶିଷ୍ୟା। ମୋର ନାମ ମଦନ ମେଖଳା। ମୁଁ ଆପଣଙ୍କଠାରେ ସତ୍ୟ କରିଥିଲି ପୁଆଣୀ ଘର ଦିନ ରାତ୍ରରେ ଆସିବାକୁ। ଏବେ ସେହି ସତ୍ୟ ପାଳିବା ପାଇଁ ଆସିଅଛି। ଏହା ଶୁଣି ଗୁରୁ ସାଧୁ ସାଧୁ କହି ଧନ୍ୟବାଦ ଦେଲେ। ଆଉ କହିଲେ, ମୁଁ ସମଗ୍ର ଦକ୍ଷିଣା ପାଇଗଲି। ପରମ ସନ୍ତୋଷ ହୋଇ ଆଶୀର୍ବାଦ କରୁଅଛି। ଏହିକ୍ଷଣି ଏଠାରୁ ନିରାପଦରେ ଗୃହକୁ ଚାଲିଯାଅ। ଏହା ଶୁଣି ମଦନ ମେଖଳା ଗୁରୁଙ୍କୁ ଦଣ୍ଡ ପ୍ରଣାମ କରି ବାହୁଡ଼ିଲା। ଯାଇ ବାଟରେ ଜାର ପୁରୁଷକୁ କହିଲା, ମୁଁ ସତ୍ୟପାଳି ଆସିଲି। ତୋର ଇଚ୍ଛା ଥିଲେ ମୋତେ ସମ୍ଭୋଗ କର। ଏପରି ଶୁଣି ସେ କହିଲା, ତୋ ପରି ସତ୍ୟବତୀ କେହି ନଥିବ। ତୋତେ ଛୁଇଁବାକୁ ମୁଁ ଭାଜନ ନୁହେଁ। ତୋ ସୁଖେ ତୁ ଚାଲିଯା। ସେଠାରୁ ଯାଇ ଚୋରକୁ କହିଲା, ଦେଖ ମୁଁ ସତ୍ୟପାଳି ଆସିଲି। ତୋର ଇଚ୍ଛା ଥିଲେ ଅଳଙ୍କାର ସବୁ ନେଇଯାଅ। ଚୋର ଭାବି ଭାବି କହିଲା, ମୋର ନାମ ଶୁଣିଲେ ଲୋକେ 4 କୋଶ ବାଟରୁ ବାହୁଡ଼ି ଯାଆନ୍ତି। ତୁ ନିର୍ଲୋଭରେ ଅଳଙ୍କାର ଦେଉଅଛୁ। ତୋର ଏ ସତ୍ୟ ଦେଖି ଛାଡ଼ିଦେଲି। ଆନନ୍ଦରେ ଚାଲିଯାଅ। ସେଠାରୁ ଯାଇ ବ୍ୟାଘ୍ରକୁ କହିଲା, ମୁଁ ସତ୍ୟ ରଖି ଆସିଅଛି। ମୋତେ ଖାଇ ଆତ୍ମା ତୃଷ୍ଟ କର। ବ୍ୟାଘ୍ର କହିଲା, ତୋର ସତ୍ୟ ଦେଖି ମୁଁ ବଡ଼ ଆନନ୍ଦ ହେଲି। ତୋତେ ଖାଇବି ନାହିଁ। ତୁ ସୁଖରେ ଘରକୁ ଯା। ସେଠାରୁ ମଦନ ମେଖଳା ଯାଇ ନିଜ ପତି ଆଗରେ ସମସ୍ତ ବୃତ୍ତାନ୍ତ କହି ପତି ସହିତ ଆନନ୍ଦରେ କାଳଯାପନ କଲା। ଧାର୍ମିକ ଲୋକଙ୍କୁ ଧର୍ମ ରକ୍ଷା କରେ। ଏଥି ଉତ୍ତାରେ ଶୁଆ କହିଲା, ତୁମ୍ଭେ 4 ମିତ ଯାକ କହିଲ, ବ୍ୟାଘ୍ର, ଚୋର, ଜାର ଏବଂ ଗୁରୁ ଏ 4ଙ୍କ ଭିତରୁ କାହାର ବେଶୀ ଧର୍ମ ହେଲା? ଏହା ଶୁଣି କିଏ କଣ କହିଲା। ଯେ ସୁନା ଚୋରି କରିଥିଲା ସେ କହିଲା, ଚୋରର ବେଶୀ ଧର୍ମ ହେଲା। ତାପରେ ଶୁଆ କହିଲା, ବେଳ ଉଛୁର ହେଲାଣି। ଆଜି ସଭା ଏତିକିରେ ଥାଉ। କାଲି ମିତଯାକ 4 ପହରରେ ଜଣେ ଜଣେ ଆସି ମୋ ସାଙ୍ଗେ ଦେଖା କରି ଯିବ। ସନ୍ଧ୍ୟା ହେଲେ ସମସ୍ତେ ମିଶି ଆସିବ। ସଭା କରି ତୁମ୍ଭ ନ୍ୟାୟ ନିଷ୍ପତ୍ତି କରିବା। ଏହାପରେ ଯେ ଯାହାର ଘରମାନଙ୍କୁ ଚାଲିଗଲେ। ଆରଦିନ ବ୍ରାହ୍ମଣମାନେ ପ୍ରହରକେ ଜଣେ ଜଣେ ଆସି ଶୁଆକୁ ଦେଖା କଲେ। ଯେ ସୁନାଇଟା ନେଇ ପୋତିଥିଲା ତାକୁ ଶୁଆ କହିଲା, ତୁମ୍ଭେ ରଖିଅଛ। କେହି ନ ଜାଣୁ ମୋ ପାଖରେ ଇଟାଟି ଆଣି ଥୋଇଦିଅ, ନହିଲେ ଧରା ପଡ଼ିବ। ଏହା ଶୁଣି ସେ ବ୍ରାହ୍ମଣ ଭୟରେ ସୁନାଟି ଆଣି ଶୁଆ ପାଖରେ ଥୋଇ ଚାଲିଗଲା। ସାୟଂକାଳ ହେବାରୁ ସଭ୍ୟମାନେ ଏବଂ ବ୍ରାହ୍ମଣମାନେ ଆସିଲେ। ଶୁଆ କହିଲା, ଗୋସାଇଁମାନେ, ହେଇଟି ତୁମ୍ଭର ସୁନାଇଟା ନିଅ। ମିତ ମାଣିକ 2 କଥା ପାଇଲ। ଆନନ୍ଦରେ ଦେଶକୁ ଯାଅ। ବ୍ରାହ୍ମଣମାନେ ଏବଂ ସଭ୍ୟମାନେ ଶୁଆକୁ ବହୁତ ପ୍ରଶଂସା କରି ଯେ ଯାହାର ଗୃହକୁ ଗଲେ। ଶୁଆର ଏପରି ନ୍ୟାୟ କରିବାର ଶୁଣି ରାଣୀମାନେ 6000 ଟଙ୍କା ଦେଇ ଶୁଆଟିକୁ ନେଇ ଅନ୍ତଃପୁର ଭିତରେ ସୁବର୍ଣ୍ଣ ପଞ୍ଜୁରୀରେ ରଖିଲେ। ଏହାପରେ ଗୋଟିଏ ଅଦ୍ଭୁତ କଥା ଘଟିଲା। ସେ ଦେଶରେ ହରିମିଶ୍ର ନାମରେ ଜଣେ ବ୍ରାହ୍ମଣ ଥିଲେ। ତାଙ୍କ ପୁତ୍ରର ନାମ ଲୋକନାଥ। ସେ ନିତାନ୍ତ ଗରିବ ହୋଇଥିବାରୁ ଲୋକନାଥ ମଗାଯଚା କରିବାକୁ ଦୂର ବିଦେଶକୁ ଯାଇଅଛନ୍ତି। ଏଥିମଧ୍ୟରେ ଏକ ବ୍ରହ୍ମ ରାକ୍ଷସ ସାକ୍ଷାତ ଲୋକନାଥ ପରି ରୂପ ହୋଇ ଆସିଲା। ବାପା ମା ଦେଖି ପୁଅ ଆସିଲା ବୋଲି ବଡ଼ ଆନନ୍ଦ ହେଲେ। ତାପରେ ଭୋଜନ କରିବା ପାଇଁ ମା ଆସି ପୁଅକୁ ଡାକି ନେଲେ। ବ୍ରହ୍ମ ରାକ୍ଷସ ଖାଉଥାଏ, ମା ପରସୁଥାଏ। ଖାଉ ଖାଉ ଯେତେକ ରନ୍ଧା ହୋଇଥିଲା ସବୁ ଯାକ ଖାଇଲା। ତଥାପି ତାର ପେଟ ପୂରିଲା ନାହିଁ। ତୋରାଣୀ ପାଣି 2-3 କଂସା ପିଇ କରି ଉଠିଲା। ଏହା ଦେଖି ମା ବିଚାର କଲେ, ପୁଅ ମୋର ବିଦେଶରେ ବୁଲି ବୁଲି ରଙ୍କାଣିଆ ହୋଇଅଛି। ଉପର ବେଳାକୁ ବହୁତ ରାନ୍ଧିଥିବି। ଏହା ଭାବି ସେପରି ରାନ୍ଧିଲେ। ଉପରବେଳା ଯାହା ରନ୍ଧା ହୋଇଥିଲା ସବୁ ଖାଇ ତେବେ ହେଲେ ସନ୍ତୁଷ୍ଟ ହେଲା ନାହିଁ। ଏପରି ଖାଉ ଖାଉ ଘରେ ଯାହା ଥିଲା 4 ଦିନରେ ସବୁ ଖାଇଦେଲେ। ମା କହିଲେ, କିରେ ପୁଅ, ତୁ ବିଦେଶ ଗଲୁ ଯେ ପାହୁଲେ ସୁଦ୍ଧା ଆଣିଲୁ ନାହିଁ। ଆଉ ଦରିଦ୍ର ହୋଇ ଆସିଅଛୁ ଯେ 7 ହାଣ୍ଡି ଖାଇବୁ। ଘରେ ତ କାଠପତ୍ର, ଡାଲି, ଚାଉଳ, ତେଲ, ଲୁଣ କିଛି ନାହିଁ। କିପରି ଚଳିବ? ଏହା ଶୁଣି ରାକ୍ଷସ କହିଲା, କିଛି ଚିନ୍ତା ନାହିଁ, ମୁଁ କାଲି ସବୁ ଆଣିଦେବି। ସେ ତ ବ୍ରହ୍ମ ରାକ୍ଷସ ଅଧ ରାତ୍ରିରେ ଉଠିଗଲା। ଜଙ୍ଗଲ ଭିତରୁ ବଡ଼ ବଡ଼ ଗଛମାନ ଉପାଡ଼ି ଆଣି ବାରିଯାକ ଭର୍ତ୍ତି କରିଦେଲା।
ତାପରେ ବଡ଼ ବଡ଼ ମହାଜନମାନଙ୍କ ଗୋଦାମରୁ ଡାଲି, ଚାଉଳ, ଲୁଗା, ପଟା, କଂସା, ତମ୍ବା, ସୁନା, ରୂପା ଯାବତ୍ ପଦାର୍ଥ ବହି ଆଣି ଘରଯାକ ପୂର୍ଣ୍ଣ କରିଦେଲା। ତାହାର ଏପରି ପ୍ରତାପ ଦେଖି ଗ୍ରାମ ଓ ଦେଶ ଲୋକ ଭୟରେ କରପତ୍ର ଯୋଡ଼ି ରହିଥାନ୍ତି। ବାପା ମା ଏହା ଦେଖି ବଡ଼ ଖୁସି ହେଲେ। ବେଶୀ ଖାଇଲେ ପୁଅର ବେଶୀ ବଳ ହେବ ଭାବି ନୀତି 10-15 ହାଣ୍ଡି ରାନ୍ଧି ଦେଉଥାନ୍ତି। ଏପରି କେତେ ଦିନ ଯିବାରେ ତାଙ୍କର ନିଜ ପୁଅ ଲୋକନାଥ ଆସିଲା। ସେ ବାପୁଡ଼ା ମଗାଚଚା କରି 10-5 ଟଙ୍କା ଧରି ଆସିଥିଲା। ଦେଖିଲା ଯେ ଘରଯାକ କୋଠା ହୋଇଅଛି। ସେ ଭୟରେ ଭିତରକୁ ନ ଯାଇ ପିଣ୍ଡାରେ ବସିଥାଏ। ଏ ସମୟରେ ତାର ବାପ ହରିମିଶ୍ରେ ଘରୁ ବାହାରିଲେ। ତାଙ୍କୁ ଦେଖି ପୁଅ ନମସ୍କାର କଲା। ହରିମିଶ୍ରେ ପଚାରିଲେ, ତୁ କିଏ? ସେ କହିଲା, ମୁଁ ପରା ତୁମର ପୁଅ ଲୋକନାଥ। ହରିମିଶ୍ରେ ଏହା ଶୁଣି ଟହ ଟହ ହସି କହିଲେ, ମୋର ଲୋକାତ 4 ମାସ ହେଲା ଆସି ଧନ ଦ୍ରବ୍ୟରେ ଘର ଦ୍ୱାର ପୂର୍ଣ୍ଣ କରି ଦେଲାଣି। ତୁ ପୁଣି କ'ଣ ଲୋକନାଥ ବୋଲି କହୁଅଛୁ? ଏ ସମୟରେ ତାର ମା ଆସିଲା। ସେ ମଧ୍ୟ ବାପ କହିଲା ଭଳି କହିଲା। ଆଉ ଏ ବାପୁଡ଼ା କ'ଣ କରିବ? ଆକୁଳରେ ଗ୍ରାମବାସୀମାନଙ୍କୁ କହିଲା। ସେମାନେ ଏଥିରେ ତତ୍ତ୍ୱ କିଛି ବୁଝି ନ ପାରି ତୁନି ହୋଇ ରହିଲେ। ତହୁଁ ଲୋକନାଥ ନିରାଶ ହୋଇ ରଜା ଛାମୁରେ ଫେରାଦ କରିବାକୁ ଗଲା। ଯାଉ ଯାଉ ବାଟରେ ଗୋଟିଏ ଲୋକକୁ ଦେଖି ଏସବୁ ହାଲ କହିବାରୁ ସେ କହିଲା, ରଜା କିଛି ନ୍ୟାୟ ବୁଝୁନାହିଁ। ଗୋଟିଏ ଶୁଆ ମହାଜନ ରଖିଥିଲା, ତାକୁ ରାଣୀମାନେ ନେଇ ଅଛନ୍ତି। ସେଇ ଶୁଆ ପାଖରେ ନ୍ୟାୟ ହେଲେ ସାରା ସାର ମିଳିବ। ଏହା ଶୁଣି ଲୋକନାଥ ଯାଇ ଦ୍ୱାରପାଳ ହାତରେ ଦରଖାସ୍ତ ଦେଇ ରାଣୀମାନଙ୍କୁ ଜଣାଇଲା। ରାଣୀମାନେ ଆଶ୍ଚର୍ଯ୍ୟ। ନ୍ୟାୟ ଶୁଣିବା ପାଇଁ ନଗର ଭିତରେ ନ୍ୟାୟ କରାଇଲେ। ଶୁଆ କହିବା ପ୍ରକାରେ ହରିମିଶ୍ରକୁ, ତାର ଭାର୍ଯ୍ୟାକୁ, ରାକ୍ଷସ ଲୋକନାଥକୁ ଓ ଗ୍ରାମବାସୀମାନଙ୍କୁ ଡକାଇ ଆଣିଲେ। ସମସ୍ତେ ଆସିଲା ପରେ ନ୍ୟାୟ ଆରମ୍ଭ ହେଲା। ଶୁଆ କହିଲା, ତୁମ 2 ଜଣରୁ ହରିମିଶ୍ରଙ୍କର ପୁଅ କିଏ? ରାକ୍ଷସ କହିଲା, ମୁଁ ଏହାଙ୍କର ପୁଅ। ଜନ୍ମିତ ପୁତ୍ର ଲୋକନାଥ କହିଲା, ମୁଁ ଏହାଙ୍କର ପୁଅ। ଯେ ବହୁତ ଧନ ବହି ଆଣୁଥିଲା, ବାପା ମା କହିଲେ, ଏହି ଆମ୍ଭର ପୁଅ। ଗ୍ରାମ ଲୋକେ କହିଲେ, ଦୁହେଁ ତ ସମାନ ଦିଶୁଛନ୍ତି, କିଏ ହେବେ ଆମ୍ଭେ ନିଶ୍ଚୟ କରିପାରିବୁ ନାହିଁ। ଏପରି ଘଟଣା ଦେଖି ଶୁଆ କହିଲା, ଏ ତ ବଡ଼ ଦୁର୍ଘଟଣା ହେଲା। କାହା କଥା କାହା ସଙ୍ଗେ ମିଳୁନାହିଁ। ଏଥିରେ ହଲପ କରାଇବା। ଏପରି ହଲପ ହେବ ଯେ ଗୋଟିଏ ଗଡ଼ୁ ଥୁଆ ହେବ। ସେ ଗଡ଼ୁର ମୁହଁ ବାଟେ ପଶି ନାକ ବାଟେ ଯେ ବାହାରିବ, ସେ ହରିମିଶ୍ରଙ୍କ ପୁଅ ହେବ। ସେପରି ଯେ ନ କରିବ ତାକୁ ଶୂଳି ଦିଆଯିବ। ଏହା ଶୁଣି ମନୁଷ୍ୟ ଲୋକନାଥ କହିଲା, ମୁଁ ଏହା କରିପାରିବି ନାହିଁ। ତହୁଁ ଭୂତ ଲୋକନାଥ କହିଲା, ଦେଖ ମୁଁ ଗଳି ଯାଉଅଛି। ଏହା କହି ପବନ ସ୍ୱରୂପ ହୋଇ ଗଳିଯିବା ବେଳକୁ ଶୁଆ କିଏ ମନ୍ତ୍ର କରିଦେଲା ଯେ ସେ ଆଉ ଭିତରୁ ବାହାରିଲା ନାହିଁ। ତାପରେ ହରିମିଶ୍ରଙ୍କୁ ଶୁଆ କହିଲା, ତୁମ୍ଭର ପୁଅ ତ ବାହାରିଲା ନାହିଁ, ଦେଖ ସେ ଭିତରେ କ'ଣ କରୁଅଛି। ହରିମିଶ୍ରେ ହାତ ଭର୍ତ୍ତି କଲେ ଯେ ଗଡ଼ୁ ଭିତରୁ ହାଡ଼ ଖଣ୍ଡେ ବାହାରିଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଶୁଆ କହିଲା, କ'ଣ ଦେଖୁଅଛ? ସେ ଗୋଟିଏ ବ୍ରହ୍ମ ରାକ୍ଷସ। ନହେଲେ କି ତେନ୍ତୁଳି ଗଛ, ଶାଳ ଗଛ, ତାଳ ଗଛ ଉପାଡ଼ି ଆଣିଥାନ୍ତା। ଆଉ କେତେ ଦିନ ଥିଲେ ହରିମିଶ୍ରଙ୍କର ବଂଶ ଖାଇ ଗ୍ରାମଯାକ ଖାଇଥାନ୍ତା। ଏହା ଶୁଣି ସମସ୍ତେ ଶୁଆକୁ ସାଧୁ ସାଧୁ କହିଲେ। ତାପରେ ହରିମିଶ୍ରେ ନିଜ ପୁଅକୁ ସଙ୍ଗେ ନେଇ ଘରକୁ ଗଲେ। ତା କର୍ମକୁ ତ ବ୍ରହ୍ମ ରାକ୍ଷସ ଅଚଳ ସମ୍ପତ୍ତି ଠୁଳ କରିଥିଲା। ନିଶ୍ଚିନ୍ତ ଐଶ୍ୱର୍ଯ୍ୟ ଭୋଗ କଲେ। ଏହାପରେ ରାଣୀମାନେ ବିନୟ ହୋଇ ଶୁଆକୁ ପଚାରିଲେ, ହେ ମହାତ୍ମା, ତୁମ୍ଭେ ପକ୍ଷୀ ଯିବ କି ଦେବତା ଆମେ ଜାଣିପାରୁନାହୁଁ। ମାତ୍ର ଗୋଟିଏ କଥା ପଚାରିବୁ, ସତ୍ୟ କହିବ। ଆମ୍ଭ ରଜା ତୀର୍ଥ କରି ଯାଇଥିଲେ। ଲେଉଟି ଆସିଲା ବେଳେ ରାଜନୀତି ପ୍ରକାରେ ବନ୍ଦାପନା ନ ଘେନି ଆସିବା କ୍ଷଣି ସିଂହାସନରେ ବସିଲେ। ଏହା ଦେଖି ଏଥିରେ କ'ଣ କାରଣ ଅଛି ବୋଲି ଅନୁମାନ କରି ଆମ୍ଭେ କହିଲୁ, ଆପଣ ତୀର୍ଥ କରି ଯିବାରୁ ଆମ୍ଭେମାନେ ଗୋଟିଏ ବ୍ରତ ରଖିଅଛୁଁ। ତାହା ପୂର୍ଣ୍ଣ ନ ହେବା ଯାଏଁ ଭିତରକୁ ଆସିବ ନାହିଁ। ସେ ଦିନୁ ସେ ଭିତରକୁ ଆସିନାହାନ୍ତି। ଏଥିର କ'ଣ କାରଣ ଥିଲେ କହିଦିଅ। ଏହା ଶୁଣି ଶୁଆ ଦୀର୍ଘ ନିଶ୍ୱାସ ଛାଡ଼ି ମୁଖରେ ରାମ ରାମ ଉଚ୍ଚାରି କହିଲା, ଧର୍ମ ରକ୍ଷତି ଧାର୍ମିକମ୍। ଧାର୍ମିକ ଲୋକକୁ ଧର୍ମ ରକ୍ଷା କରନ୍ତି। ମୁଁ ତୁମ୍ଭର ରଜା। ମନ୍ତ୍ର ବଳରେ ଭଣ୍ଡାରୀ ଟୋକା ମୋ ଦେହରେ ପଶି ଆସିଅଛି। ସେ ଯେବେ ତୁମ୍ଭମାନଙ୍କୁ ଛୁଇଁ ନାହିଁ, ଏ ବଡ଼ ଭାଗ୍ୟର କଥା। ଏବେ ଗୋଟିଏ କଥା କର, ସବୁ ରାଣୀଯାକ ବେଶଭୂଷା ହୋଇ ସେ ଭଣ୍ଡାରୀ ରଜାକୁ ଭିତରକୁ ଡକାଅ। ତାକୁ କହିବ, ଆଜି ଆମ୍ଭର ବ୍ରତ ପୂର୍ଣ୍ଣ ହେଲା। ଆପଣ ଅନ୍ତଃପୁରେ ବିହାର କରିବେ। ମାତ୍ର ଗୋଟିଏ ଅପୂର୍ବ କଥା ଆମ୍ଭକୁ ଦେବେ। ମଲା ଛେଳି ଗୋଟିଏ ଜୀବ ପାଇବ। ଆମ୍ଭେ ତାକୁ ଦେବୀଙ୍କ ନିକଟରେ ବଳି ଦେଇ ବ୍ରତ ପୂର୍ଣ୍ଣ କରିବୁ। ଏପରି ଶୁଣିଲେ ସେ ତତ୍କ୍ଷଣେ ନିଜ ଦେହରୁ ଆସି ଛେଳି ଶବରେ ପଶିବ।
ସେ ସମୟରେ ମୁଁ ନିଜ ଦେହ ପାଇବି। ଏହା ଶୁଣି ରାଣୀମାନେ ମନୋହର ବେଶ ହୋଇ ଭଣ୍ଡାରୀ ରଜାକୁ ଡକାଇ ଭିତରେ କ୍ରୋଧ ଥାଇ ଉପରେ ମନ୍ଦାହାସ କରି ଯେପରି ଶୁଆ ଶିଖାଇଥିଲା ସେହିପରି ସବୁ କହିଲେ। ଭଣ୍ଡାରୀ ତ 7 ଜନ୍ମରେ ରାଣୀମାନଙ୍କୁ ଦେଖିନଥିଲା। ସେଠାରେ ଦେଖି ଏକବାର ମୋହିତ ହୋଇ କହିଲା, ଏଥିରେ କିଛି ଚିନ୍ତା କର ନାହିଁ। ଏହା କହି ନିଜେ ଏକ ଛେଳି ଆଣି ତାର ତୋଟିମୋଡ଼ି ମାଇଲା। ଆଉ ରାଣୀମାନଙ୍କୁ କହିଲା, ଦେଖ ଏଇଟା ମଲା ଛେଳି ପଡ଼ିଅଛି, ଆଉ ଦଣ୍ଡକ ଭିତରେ ଜୀବ ପାଇବ। ଏହା କହି ସେଠାରୁ ଯାଇ ଉପର ମହଲାରେ କବାଟ ବାଟ ବନ୍ଦ କରି ଗଜଦନ୍ତ ପଲଙ୍କ ଉପରେ ଶୋଇ ନିଜ ଦେହରୁ ଜୀବ ନେଇ ମଲା ଛେଳି ଦେହରେ ରଖିବାରୁ ତତ୍କ୍ଷଣେ ମଲା ଛେଳି ଜୀବ ପାଇ ମେଁ ମେଁ ଡାକ ଦେଲା। କିରେ ଭଣ୍ଡାରୀ ଟୋକା, ଆମ୍ଭେ ତୋତେ ବିଶ୍ୱାସ କରିବାରୁ ଏତେ ଦୂର ଶାସ୍ତି ଦେଲୁ। ଏବେ ଇଷ୍ଟ ଦେବତାଙ୍କୁ ସୁମରଣା କର। ଏହା କହି ସିଂହଦ୍ୱାରେ ଶୂଳୀରେ ବସାଇଲେ। ମିତ୍ର ଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ୱାସ ଘାତକା ତେ ନରା ନରକମ୍ ଯାନ୍ତି ଯାବଚନ୍ଦ୍ର ଦିବାକରଉ। ମିତ୍ର ଦ୍ରୋହୀ, କୃତଘ୍ନ ଏବଂ ବିଶ୍ୱାସଘାତୀ ଏମାନେ ସୂର୍ଯ୍ୟ ଚନ୍ଦ୍ର ଥିବା ଯାକେ ନରକ ଭୋଗ କରନ୍ତି। ଭଣ୍ଡାରୀ ମହାପାପୀ ଆଉ ବିଶ୍ୱାସଘାତକ। ଏ ହେତୁରୁ ତାର ଦେହରୁ ଜୀବ ଯାଉନାହିଁ। ଶୂଳୀରେ ବସି କଷ୍ଟ ଭୋଗ କରିବାରୁ ମେଁ ମେଁ ହେଉଅଛି। ଏହିଠାରେ ଅବଲ